ପୂର୍ବତନ ସଦସ୍ୟ ସ୍ୱର୍ଗତ ଆଦିତ୍ୟ ମାଢ଼ୀ, ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ସ୍ୱର୍ଗତ କମଳା ପୂଜାରୀ, ଓଡ଼ିଶା ପୁଲିସର ପୂର୍ବତନ କନେଷ୍ଟବଳ ସ୍ୱର୍ଗତ ହିମାଂଶୁ ଶେଖର ରଥଙ୍କ ନିମନ୍ତେ ଦୁଃଖର ସହ ଶୋକ ପ୍ରସ୍ତାବ ଆଗତ କରୁଅଛି। ସ୍ୱର୍ଗତ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରୀ, ଓଡ଼ିଶାର ପୂର୍ବତନ ରାଜ୍ୟପାଳ, ତା 10-12-1928 ତାରିଖ ଦିନ ମହାରାଷ୍ଟ୍ର ରାଜ୍ୟର ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସେ 1980, 1982 ଏବଂ 1988 ମସିହାରେ ମହାରାଷ୍ଟ୍ର ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଓ 1986 ଏବଂ 1987 ମସିହାରେ ସୁପ୍ରିମକୋର୍ଟ ବାର୍ ଆସୋସିଏସନର ସଭାପତି ଥିଲେ। 1992ରୁ 2003 ମସିହା ପର୍ଯ୍ୟନ୍ତ ୟୁନେସ୍କୋ ଅପିଲ ବୋର୍ଡର ଅଧ୍ୟକ୍ଷ ଏବଂ 21/8/2007 ତାରିଖଠାରୁ 9/3/2013 ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ପଦ ଅଳଙ୍କୃତ କରିଥିଲେ। ତାଙ୍କ ଜୀବନକାଳ ମଧ୍ୟରେ ସେ ବହୁ ପୁସ୍ତକ ରଚନା କରିଛନ୍ତି। ଏହି ମହାନ ବ୍ୟକ୍ତିଙ୍କର 15/6/2024 ତାରିଖ ଦିନ 95 ବର୍ଷ ବୟସରେ ମୁମ୍ବାଇଠାରେ ପରଲୋକ ହୋଇଛି। ସ୍ୱର୍ଗତ ସୁରେନ୍ଦ୍ରନାଥ ନାୟକ, ପୂର୍ବତନ ଉପବାଚସ୍ପତି ଓ ପୂର୍ବତନ ମନ୍ତ୍ରୀ, ତା 2/7/1933 ତାରିଖ ଦିନ ପୁରୀ ଜିଲ୍ଲାର ଅଣକଣାଠାରେ ଜନ୍ମଗ୍ରହଣ କରିଥିଲେ। 1960 ମସିହାରେ ଅସ୍ତରଙ୍ଗ ବ୍ଲକର ଅଧ୍ୟକ୍ଷ ଏବଂ ତା ସହିତ 1971, 1977, 1985, 1990, 1996, 2000 ମସିହା ଏବଂ 2004 ମସିହାରେ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। 1975 ମସିହାରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସେ କାରାବରଣ ମଧ୍ୟ କରିଥିଲେ। 1977 ମସିହାରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦ ଅଳଙ୍କୃତ କରିଥିଲେ। ସେ ଓଡ଼ିଶାର ରାଜସ୍ୱ, ଅବକାରୀ, ପଞ୍ଚାୟତରାଜ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ କୃଷିମନ୍ତ୍ରୀ ପଦ ଅଳଙ୍କୃତ କରି ସଫଳତାର ସହିତ କାର୍ଯ୍ୟ ସମ୍ପାଦନ କରିଛନ୍ତି। ସେ ମଧ୍ୟ 2009 ମସିହାରେ ଯୋଜନା ବୋର୍ଡର ଉପାଧ୍ୟକ୍ଷ ପଦଭାର ବହନ କରିଥିଲେ। ତା 5/7/2024 ତାରିଖ ଦିନ 92 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ସେ ଓଡ଼ିଶାର ଗୋଷ୍ଠୀ ଉନ୍ନୟନ, ସାମାଜିକ କଲ୍ୟାଣ, ସୂଚନା ଓ ଲୋକସମ୍ପର୍କ, ପଞ୍ଚାୟତରାଜ, ମହିଳା ଓ ଶିଶୁ ବିକାଶ, ସଂସ୍କୃତି ସମବାୟ, କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଅବକାରୀ ମନ୍ତ୍ରୀ ଭାବେ ସ୍ୱର୍ଗତ ଦାମୋଦର ରାଉତ, ପୂର୍ବତନ ମନ୍ତ୍ରୀ, 2/7/2042 ତାରିଖ ଦିନ ଜଗତସିଂହପୁର ଜିଲ୍ଲାର ମଲ୍ଲିପୁରଠାରେ ଜନ୍ମଗ୍ରହଣ କରିଥିଲେ। ସେ 1977, 1980, 1990, 2000 ଏବଂ 2004 ମସିହାରେ ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀର 5 ଥର ଏବଂ 2009 ଓ 2014 ମସିହାରେ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀରୁ 2 ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଓଡ଼ିଶାର ଗୋଷ୍ଠୀ ଉନ୍ନୟନ ଓ ସାମାଜିକ କଲ୍ୟାଣ, ସୂଚନା ଓ ଲୋକସମ୍ପର୍କ, ପଞ୍ଚାୟତରାଜ, ମହିଳା ଓ ଶିଶୁ ବିକାଶ, ସଂସ୍କୃତି ସମବାୟ, କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅଣୁ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ଏବଂ ଅବକାରୀ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। 22/3/2024 ତାରିଖ ଦିନ 82 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ସ୍ୱର୍ଗତ ଡମ୍ବରୁଧର ଉଲ୍ଲାକା, ପୂର୍ବତନ ମନ୍ତ୍ରୀ, 1/7/2037 ତାରିଖ ଦିନ ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁରଠାରେ ଜନ୍ମଗ୍ରହଣ କରିଥିଲେ। ସେ 1974, 1977, 1980, 1985, 1995, 2004 ଏବଂ 2009 ମସିହାରେ ବିଷମ କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ 7 ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଓଡ଼ିଶାର ଅବକାରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ହିସାବରେ ପଦ ଅଳଙ୍କୃତ କରିଥିଲେ।
14/5/2024 ତାରିଖ ଦିନ 87 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ସ୍ୱର୍ଗତ କମଳା ଦାସ ପୂର୍ବତନ ମନ୍ତ୍ରୀ 16/8/1985 ଦିନ ବାଲେଶ୍ୱର ଜିଲ୍ଲାର ଶଙ୍ଖାରିଠାରେ ଜନ୍ମଗ୍ରହଣ କରିଥିଲେ। ସେ 1990, 1995 ଏବଂ 2000 ମସିହାରେ ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଓଡ଼ିଶାର ଶିକ୍ଷା ଓ ଯୁବସେବା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ। 11/4/2024 ତାରିଖ ଦିନ 79 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ସ୍ୱର୍ଗତ ଭି ସୁଜ୍ଞାନ କୁମାରୀ ଦେଉ ପୂର୍ବତନ ସଦସ୍ୟା 5/8/1937 ତାରିଖ ଦିନ ଗଞ୍ଜାମ ଜିଲ୍ଲାର ରମ୍ଭା ରାଜବାଟୀରେ ଜନ୍ମଗ୍ରହଣ କରିଥିଲେ। ସେ 1963, 1974, 1977, 1985, 1990, 1995, 2000 ମସିହାରେ ଏବଂ 2004 ମସିହାରେ ଲଗାତାର ଭାବେ ଖଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ 8 ଥର ଏବଂ 2009 ଏବଂ 2014 ମସିହାରେ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ 2 ଥର ଓଡ଼ିଶା ବିଧାନସଭାକୁ ଏହିଭଳି ଭାବରେ 10 ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସିନେଟ୍ର ମଧ୍ୟ ସଦସ୍ୟ ଥିଲେ। 10/2/2024 ତାରିଖ ଦିନ 87 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ସ୍ୱର୍ଗତ ଆଦିତ୍ୟ ମାଢ଼ୀ ପୂର୍ବତନ ସଦସ୍ୟ 22/7/1974 ତାରିଖ ଦିନ ମାଲକାନଗିରି ଜିଲ୍ଲାର ରଢନପାଲିଠାରେ ଜନ୍ମଗ୍ରହଣ କରିଥିଲେ। ସେ 2019 ମସିହାରେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। 3/7/2024 ତାରିଖ ଦିନ 50 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ସ୍ୱର୍ଗତ କମଳା ପୂଜାରୀ କୋରାପୁଟ ଜିଲ୍ଲାର ପାତ୍ରପୁଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଅସାଧାରଣ ଗୁଣୀ, ସାଧିକା ଓ ତ୍ୟାଗୀ ମହିଳା ଥିଲେ। ବିଭିନ୍ନ ପ୍ରକାରର ସ୍ୱଦେଶୀ ଧାନ ଓ ଅନ୍ୟାନ୍ୟ ଶସ୍ୟର ବିହନ ସଂରକ୍ଷଣ କରିବାରେ ସେ ସିଦ୍ଧହସ୍ତ ଥିଲେ। ଜୈବିକ ଚାଷକୁ ପ୍ରୋତ୍ସାହନ ଦେଇ ସେ ମଣିଷ ସମାଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ସୁରକ୍ଷିତ କରୁଥିଲେ। ପରିବେଶର ସୁରକ୍ଷା ପାଇଁ ତାଙ୍କର ଅମୂଲ୍ୟ ଅବଦାନ ଅତୁଳନୀୟ। 2002 ମସିହାରେ ଜୋହାନ୍ସବର୍ଗ ଇକ୍ୟୁଏଟର ଅଫ୍ ଇନିସିଏଟିଭ୍ ଆୱାର୍ଡରେ ସମ୍ମାନିତ ହୋଇଥିଲେ। ଜାତୀୟ ସ୍ତରରେ କୃଷି ବିଶାରଦ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ। ଏତଦ୍ବ୍ୟତୀତ ସେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଥିଲେ। ତା 20/7/2024 ତାରିଖ ଦିନ 74 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଓଡ଼ିଶା ପୋଲିସର ପୂର୍ବତନ କନେଷ୍ଟବଳ ସ୍ୱର୍ଗତ ହିମାଂଶୁ ଶେଖର ରଥ 4/5/1996 ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲାର ହଳଦିଆଠାରେ ଜନ୍ମଗ୍ରହଣ କରିଥିଲେ। ସେ 19/5/2024 ତାରିଖ ଦିନ କାର୍ଯ୍ୟରତ ବେଳେ ଆମ ଦେଶମାତୃକା ପାଇଁ ପ୍ରାଣବଳି ଦେଇଛନ୍ତି। ସେ ମଧ୍ୟ ଆମ ସମସ୍ତଙ୍କ ପାଖରେ ଚିରସ୍ମରଣୀୟ ହୋଇ ରହିବେ। ମାନ୍ୟବର ବାଚସ୍ପତି ମହୋଦୟା, ଦିବଙ୍ଗତ ପୂର୍ବତନ ରାଜ୍ୟପାଳ, ପୂର୍ବତନ ଉପବାଚସ୍ପତି ଓ ମନ୍ତ୍ରୀ, ପୂର୍ବତନ ସଦସ୍ୟ ଓ ଅନ୍ୟ ପୂର୍ବତନ ଦିବଙ୍ଗତମାନଙ୍କର ବିୟୋଗ ସାରା ଦେଶ ଓ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିବ। ପରଲୋକଗତ ଆତ୍ମାମାନଙ୍କର ସଦ୍ଗତି କାମନା କରିବା ସହିତ ସେମାନଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗୃହର ସମବେଦନା ଜଣାଇ ଦେବା ନିମନ୍ତେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି। ଧନ୍ୟବାଦ।